ଶୁଣନ୍ତୁ ପାଣ୍ଡିଆନ ଆଉ ଓଡ଼ିଶା ରାଜନୀତିରେ ତାର ଅସ୍ତିତ୍ୱ ନାହିଁ କିନ୍ତୁ କଥା ହେଉଛି ଯେହେତୁ ପାଣ୍ଡିଆନ ଏବେ ବି ନବୀନ ପଟ୍ଟନାୟକର ବାର୍ଦ୍ଧକ୍ୟାବସ୍ଥା ନବୀନ ବାବୁଙ୍କର ଅସୁସ୍ଥତା ନବୀନ ବାବୁଙ୍କର ନିଜ କ୍ଷଣ ସ୍ୱାସ୍ଥ୍ୟଗତ କାରଣରୁ ପାଣ୍ଡିଆନ ଏବେ ବି ତାର ଯେମିତି ରିମୋଟ୍ କଣ୍ଟ୍ରୋଲ କରିବା କଥା କରୁଛୁ ଯେମିତି ସଦ୍ୟ ଉଦାହରଣ ରାଜ୍ୟସଭାରେ ସଚିବ ପାତ୍ରକୁ ନେତୃତ୍ୱ ବଦଳାଗଲା ଆପଣ ଦେଖିଥିବେ ସେଠି ଜଣେ ନୂତନ ନେତୃତ୍ୱ ଦିଆଗଲା ମାନସ ମଙ୍ଗରାଜକୁ ସେ ହେଉଛି ପାଣ୍ଡିଆନ ଫ୍ୟାନ୍ ଏବଂ ଦୁଇରେ ଆପଣ ଦେଖିଥିବେ ଯେଉଁ ରାଜ୍ୟସଭା ଇଲେକ୍ସନ ନୂତନ ଭାବରେ ଯେଉଁ ଓଡ଼ିଶାର ଜଣେ ବିଜେଡ଼ିରୁ ଗଲେ ସେ ସନ୍ତୁଷ୍ଟ ମିଶ୍ର ଗଲେ ସେ ବି ପାଣ୍ଡିଆନଙ୍କ ଫ୍ୟାନ୍ ଏବଂ ଦୁଇରେ ବହୁତ ଜିଲ୍ଲାର ସଭାପତି ଯେଉଁ କରାଗଲା ସେ ସବୁ ପାଣ୍ଡିଆନ ଲୋକମାନେ କଥା ହେଉଛି ପାଣ୍ଡିଆନ ଭାବୁଛନ୍ତି ଯେଉଁ 19ରୁ 24 ଯେଉଁ ମୁଁ ଉତ୍ପାତ କରୁଥିଲି ଏବଂ ନବୀନ ପଟ୍ଟନାୟକ ବଳରେ ଯେଉଁ ବଳିଆନ ଥିଲି କିଚକ ବାହୁବଳରେ ଯେଉଁ ବିରାଟ ରାଜା ହେଇଥିଲି ସେଇ ଯେଉଁ କ୍ଷମତା ଅଏସ୍ ଯେଉଁ କ୍ଷମତାର ଉପଭୋଗ କରୁଥିଲେ ଏବେ ତାଙ୍କ ମନରୁ ଅପସରି ଯାଇନାହିଁ କିନ୍ତୁ ଯେହେତୁ ସିଏ ଓଡ଼ିଶାର ଲୋକ ନୁହଁ ଓଡ଼ିଶାର ନେତୃତ୍ୱ ନୁହଁ ଓଡ଼ିଶାର ସ୍ଥାନୀୟ ନେତୃତ୍ୱ ନୁହଁ ସେ କୌଣସି ପ୍ରକାର ସଫଳତା ପାଇବେ ନାହିଁ ଓଡ଼ିଶା ରାଜନୀତିରେ ତାଙ୍କର ଧାର ଧରିବା ନାହିଁ କିନ୍ତୁ ଲୋଭବଶ ବର୍ତ୍ତେଇ ସେ ଏବେ ବି ସୋସିଆଲ ମିଡ଼ିଆଟା ଯେହେତୁ ବିଜେଡ଼ିର ସୋସିଆଲ ମିଡ଼ିଆଟା ଏବଂ ବିଜେଡ଼ିର ବହୁତ କର୍ମକର୍ତ୍ତାମାନଙ୍କୁ ଏବଂ ଯେଉଁମାନେ ସ୍ପୋକ୍ସମ୍ୟାନ୍ ହେଉ ଯେଉଁମାନେ କର୍ମକର୍ତ୍ତା ସେଠି ଟହଲ ମାରୁଛନ୍ତି ତାଙ୍କୁ କିଛି ଦରମାରେ ପାଣ୍ଡିଆନ ପାଖରେ ହଜାର ହଜାର କୋଟି ଯେହେତୁ ଅଛି ଦୁର୍ନୀତି ଏବଂ ଅତ୍ୟାଚାର କରିବା ଏବଂ ନିଜେ ନେତୃତ୍ୱ ନେବାର ଯେଉଁ ଉଦାହରଣ ଦେଖାଇଥିଲେ 19ରୁ 24 ଭିତରେ ସବୁ ନେତାମାନେ ଯେଉଁ ଜାକି ହେଇକି ରହିଯାଉଥିଲେ ଲୋକମାନେ କାକୁସ୍ଥ ହେଇକି ରହିଥିଲେ ଏ ବ୍ୟବସ୍ଥାଟା ପରିବର୍ତ୍ତନ ହେଲା 24ରେ ପରିବର୍ତ୍ତନ ସରକାର ପରେ କଥା ହେଉଛି ପାଣ୍ଡିଆନଙ୍କର ଯେହେତୁ ଲୋଭ ଥିଲା ଲୋଭ ଅଛି ସିଏ କିଛି ପୋଷ୍ଟର ମାରିକି ଦେଖୁଛନ୍ତି ଯେ ଦେଖାଯାଉ ମୋ ପ୍ରତି ଲୋକଙ୍କର ଧ୍ୟାନ ଅଛି ନା ନାହିଁ ଲୋକଙ୍କର ଭଲ ପାଇବା ଅଛି ନା ନାହିଁ ଏଇ କଥା ମାପିବା ପାଇଁ ଏବଂ ସୋସିଆଲ ମିଡ଼ିଆରେ ଯେହେତୁ ଯିଏ ବିଜୁ ଜନତା ଦଳ ସଂଖ୍ୟାମାନ ଚଲାଉଛନ୍ତି ସୋସିଆଲ ମିଡ଼ିଆ ଯାହାକୁ ଦାୟିତ୍ୱ ଦିଏ ସେ ହେଉଛି ପାଣ୍ଡିଆନଙ୍କ ଦରମାପ୍ରାପ୍ତ ଲୋକ ତେଣୁ ସିଏ ଭାବୁଛନ୍ତି ଗୋଟେ ପୋଷ୍ଟର ବନେଇକି ଦେଖିବା ପାଣ୍ଡିଆନ ଆସନ୍ତୁ ହେରି